ଆପଣ ଦେଖିବେ ଯେତେବେଳେ ବିଜେଡ଼ି ସରକାର ଚାଲିଥିଲା ଲୋକମାନେ ଯେଉଁଭଳି ଭାବରେ ଅସୁବିଧାର ସମ୍ମୁଖୀନ କରୁଥିଲେ ଏବଂ ଗୋଟେ ଅଫିସର ରାଜ ଚାଲିଥିଲା ସେ ଅଫିସର ରାଜ ସେ ଦୁର୍ନୀତି ସେ ଅସୁବିଧାରେ ଅତିଷ୍ଠ ହୋଇ ସାଧାରଣ ଲୋକମାନେ ବିଜେପି ଭରସା କଲେ କିନ୍ତୁ ଆଜି ବିଜେପି ବିଜେଡ଼ି ରାସ୍ତାକୁ ଅନୁସରଣ କରୁଛି। ଯେଉଁ ଅଫିସର ରାଜ ଚାଲିଥିଲା ଯେଉଁ ବିଡ଼ିଏ ବିଏମସିରେ ଦୁର୍ନୀତି ଚାଲିଥିଲା ଯେଉଁ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ କରୁଥିଲେ ଆଜି ସେ ଅସୁବିଧାର ସମ୍ମୁଖୀନ କରୁଛନ୍ତି। ଆପଣ ଦେଖିବେ ଏଠି କିଛି ରେଜିଷ୍ଟର ଅଫିସର ମାନଙ୍କର ବିଏମସି ବିଡ଼ିଏ କିଛି ଦୁର୍ନୀତି ଅଫିସର ମାନଙ୍କର ଏବଂ ମନ୍ତ୍ରୀ ପର୍ଯ୍ୟନ୍ତ ମୋଟା ଅଙ୍କର ଅର୍ଥ ଲାଭବାନ ପାଇଁ ଆଜି ସାଧାରଣ ଜନତାଙ୍କର ଛୋଟ ଜାଗାକୁ ବିକ୍ରି କରିପାରୁନାହାନ୍ତି, ରେଜିଷ୍ଟର ଆରମ୍ଭ କରୁନାହାନ୍ତି। କେବଳ ବଡ଼ ବଡ଼ ବିଲ୍ଡର ମାନେ ଯେଉଁମାନେ ଅର୍ଥ ଲାଭବାନ ପାଇବେ ନିଜେ ଲାଭବାନରେ ରହିବେ ଏବଂ ସରକାର ଖୁସି କରିପାରିବେ ସେମାନେ କଥା ସରକାର ଚିନ୍ତା କରୁଛି। କିନ୍ତୁ ଆଜି ଗରିବ ସାଧାରଣ ଲୋକ ଯିଏ ନିଜର ଝିଅକୁ ବାହାଘର କରିବା ପାଇଁ ଯଦି ଅର୍ଥ ଦରକାର ସେ ଜାଗା ବିକ୍ରି କରିପାରିବ ନାହିଁ। ଯଦି ଗରିବ ଲୋକ ପାଠ ପଢ଼ିବା ପାଇଁ ତାର ଜାଗା ବିକ୍ରି କରିପାରିବ ନାହିଁ, ତାର ଦେହ ଖରାପ ହେଲା ମେଡ଼ିକାଲ କାମ ପାଇଁ ଜାଗା ବିକ୍ରି କରିପାରିବ ନାହିଁ। ଯଦି ବିକ୍ରି କରିବ କମ୍ ଦରରେ ଶାଗ ମଛ ଦରରେ ବଡ଼ ବଡ଼ ବିଲ୍ଡରକୁ ବଡ଼ ପ୍ଲଟ୍ ଦେବ, ବାଇ ପ୍ଲଟ୍ ରେଜିଷ୍ଟ୍ରେସନ ବନ୍ଦ କରିଦେଇଛନ୍ତି। ଏଠି ମନ୍ତ୍ରୀ ଦୀର୍ଘ ଦିନ ହେଲା କହୁଛନ୍ତି ଆମେ ରେଜିଷ୍ଟର ଆରମ୍ଭ କରିବୁ, ଖୁବ୍ ଶୀଘ୍ର ଆରମ୍ଭ କରୁଛୁ, କିନ୍ତୁ ଆଜି ଯାଏ ମନ୍ତ୍ରୀ କହିଲା ପରେ କାମ ଲାଗୁନାହିଁ କି ରେଜିଷ୍ଟର ଆରମ୍ଭ ହେଉନାହିଁ। କାହିଁକି ଆରମ୍ଭ ହେଉନାହିଁ? କାରଣ ଏଠି ସରକାର କିଛି ଦୁର୍ନୀତିକର ଅଫିସର ମାନଙ୍କ ଭିତରେ ଯେଉଁ ମଧୁଚନ୍ଦିକା ଚାଲିଛି, ଯେଉଁ ମୋଟା ଅଙ୍କର ଅର୍ଥ ଲେନଦେନ ରହିଛି, ଯେଉଁଥିପାଇଁ ରେଜିଷ୍ଟରକୁ ଆରମ୍ଭ କରୁନାହାନ୍ତି। ଏ କିଛି ଦିନ ମାସ ପୂର୍ବ କଥା କହିବି, ଯଦି ରେଜିଷ୍ଟର ବନ୍ଦ ଥିଲା ଆପଣ ଜଟଣୀ ତହସିଲ ଜଟଣୀ ରେଜିଷ୍ଟର ଅଫିସ ଯାଆନ୍ତୁ, କିଛି ଅନଅଥରାଇଜ ଭାବରେ ରେଜିଷ୍ଟର କରାଯାଇଛି ଜଟଣୀ ରେଜିଷ୍ଟରରେ। କେମିତି କରାଯାଉଛି? ଯଦି ତୁମର ମୋଟା ଅଙ୍କର ଅର୍ଥ ଲେନଦେନ ହେଉନାହିଁ ତାହେଲେ ଅନଅଥରାଇଜ ଭାବରେ କେମିତି ଆପଣ ଜଟଣୀ ରେଜିଷ୍ଟର କରାଗଲା? ସାଧାରଣ ଲୋକମାନେ ପାଇବେ ନାହିଁ, ସାଧାରଣ ଲୋକମାନେ ଜାଗାରେ ଲାଭବାନ ହେଇପାରିବେନି, ଜାଗା ରେଜିଷ୍ଟର କରିପାରିବେ ନାହିଁ। କି ଛୋଟ ବିଲ୍ଡର ମାନେ ଯେଉଁ S4 ଅଛନ୍ତି 8ଟା ଆପାର୍ଟମେଣ୍ଟ କରିବା ଲୋକ ତାଙ୍କ ଉପରେ ଆପାର୍ଟମେଣ୍ଟ ଆକ୍ଟ ଲାଗିବା କଥା ନୁହେଁ, କିନ୍ତୁ ତାଙ୍କ ବି ରେଜିଷ୍ଟ୍ରେସନ ବନ୍ଦ କରିଦେଇଛନ୍ତି। ମାନେ ଗୋଟେ ସାଧାରଣ ଲୋକ 90% ଟଙ୍କା ଦେଇକି ସେ ଆପାର୍ଟମେଣ୍ଟ କିଣିଥିବ, 10% ପରେ ତା ନାଁକୁ ଯିବ, କିନ୍ତୁ ରେଜିଷ୍ଟର ବନ୍ଦ କରାଯାଇଛି। 10% ପଇସା ନ ଦେଇକି ମଧ୍ୟ ଆପାର୍ଟମେଣ୍ଟ 90% ପଇସା ଦେଲା ପରେ ମଧ୍ୟ ଆପାର୍ଟମେଣ୍ଟ ପାଇପାରୁନାହିଁ। ଆଜିର ଆମର ଦାବି ହେଉଛି ମନ୍ତ୍ରୀ ବାରମ୍ବାର କହିବା ସତ୍ତ୍ୱେ କାହିଁକି ରେଜିଷ୍ଟ୍ରେସନ ଆରମ୍ଭ ହୋଇପାରୁନାହିଁ କି ବାଇ ପ୍ଲଟ୍ ଯେଉଁ ନିୟମ ଅଛି କାହିଁକି ବିକ୍ରି ହୋଇପାରୁନାହିଁ, ସାଧାରଣ ଲୋକମାନେ କାହିଁକି ହସ୍ତଗତ କରାଯାଉଛି? ତୁରନ୍ତ ସରକାର ତରଫରୁ ଗୋଟେ କମିଟି କରାଯାଇ ୟା ଉପରେ ସ୍ୱତନ୍ତ୍ର ଆଇନ ଆଣନ୍ତୁ ଆଉ ତୁରନ୍ତ ରେଜିଷ୍ଟର ଆରମ୍ଭ କେମିତି କରାଯାଉ ତାର ବାଟ ଫିଟାନ୍ତୁ। ନଚେତ୍ ଆଗାମୀ ଦିନରେ ୟା ବିରୋଧରେ ଯୁବ କଂଗ୍ରେସ ରାଜରାସ୍ତ କଲେବ, ମନ୍ତ୍ରୀକୁ ରାସ୍ତା ଚଲାଇ ଦିଆଯିବ ନାହିଁ। देश विदेश कोण अनुकोण टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतुनि।